জয় জগন্নাথ, জয় জগন্নাথ, জয় জগন্নাথ। হে প্রভু, হে করুণা বরুণালয়, মহাপুরুষ অচ্ୟୁତାନନ୍ଦ, ଋଷି ସଂଘ ସଭାପତି, ବହୁ ସମୟ ପରେ ମୁଁ ଆପଣଙ୍କୁ ଜାଣିପାରିଲି। ଆଇରେ ଭାଗ୍ୟ, ଏହା କେଡ଼େ ଦୁର୍ଭାଗ୍ୟର ବିଷୟ ନୁହେଁ ଯେ ଦେହଧାରୀ ଜୀବ ଆପଣଙ୍କୁ ଆଦୌ ଜାଣିପାରେ ନାହିଁ। ହେ ଭଗବାନ, ଆପଣଙ୍କ ବ୍ୟତୀତ ଅନ୍ୟ କୌଣସି ବସ୍ତୁ ନାହିଁ। ଯଦି ବା କୌଣସି ବସ୍ତୁ ଦେଖାଯାଏ ତାହା ସ୍ୱରୂପ ତ ସତ୍ୟ ନୁହେଁ ପ୍ରଭୁ, କାରଣ ମାୟାର ଗୁଣମାନଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହେଲେ କେବଳ ଆପଣ ହିଁ ସେଭଳି ଅନେକ ରୂପରେ ଦେଖାଯାଆନ୍ତି। ଏ ଦେବ, ଆପଣଙ୍କର ବାସ୍ତବିକ ସ୍ୱରୂପ ହେଉଛି ପରମ ଜ୍ଞାନମୟ ଏବଂ ଆନନ୍ଦ ପ୍ରଦାୟକ। ଅଜ୍ଞାନ ଆପଣଙ୍କ ଠାରୁ ଦୂରରେ ରହେ। ସତ୍ପୁରୁଷ ମାନଙ୍କୁ କୃପା କରିବା ନିମନ୍ତେ ହିଁ ଆପଣ ଏହି ରୂପ ଅଭିବ୍ୟକ୍ତ କରିଛନ୍ତି। ହେ ପରମାତ୍ମା, ଆପଣଙ୍କର ଏହି ସ୍ୱରୂପ ହେଉଛି ଆନନ୍ଦମୟ, ଭେଦରହିତ, ଅଖଣ୍ଡ ଓ ତେଜମୟ। ଏହା ଛଡ଼ା ମୁଁ ଆପଣଙ୍କର ଅନ୍ୟ ରୂପ ଦେଖୁନାହିଁ ପ୍ରଭୁ। ଆପଣ ହିଁ ବିଶ୍ୱ ନିର୍ମାଣ କରନ୍ତି, ପୁଣି ଆପଣ ବିଶ୍ୱାତୀତ। ମୁଁ ଦେଖୁଛି ଆପଣ ହେଉଛନ୍ତି ପଞ୍ଚଭୂତ ଓ ଦଶ ଇନ୍ଦ୍ରିୟ ସ୍ୱରୂପ ମଧ୍ୟ। ଏପରି ଭାବରେ ମୁଁ ଆପଣଙ୍କର ନିର୍ଗୁଣ ଓ ସଗୁଣ ଉଭୟ ରୂପର ଶରଣ ଗ୍ରହଣ କରୁଛି। ଏ ବିଶ୍ୱ ମଙ୍ଗଳକାରୀ ପରମାତ୍ମା, ଆପଣଙ୍କୁ ଧ୍ୟାନ କରୁ କରୁ ମୋତେ ନିଜ ଅନ୍ତରରେ ମଧ୍ୟ ଆପଣଙ୍କର ଏହି ସ୍ୱରୂପର ଦର୍ଶନ ମିଳିଗଲା। କିନ୍ତୁ ପାପାତ୍ମା ବିଷୟାସକ୍ତ ଏ ବିଶ୍ୱ ମଙ୍ଗଳକାରୀ ପରମାତ୍ମନ, ଆପଣଙ୍କୁ ଧ୍ୟାନ କରୁ କରୁ ସାଧୁ ସନ୍ଥ ମାନେ ଆପଣଙ୍କୁ ତାଙ୍କ ଅନ୍ତରରେ ମଧ୍ୟ ଆପଣଙ୍କର ସ୍ୱରୂପ ଦର୍ଶନ ପାଇଯାଇଛନ୍ତି। କିନ୍ତୁ ମୋ ଭଳିଆ ପାପାତ୍ମା ବିଷୟଶକ୍ତ ଜୀବମାନେ ଆପଣଙ୍କର ଏହି ରୂପକୁ ଅନାଦର କରି ନରକରେ ପଡ଼ନ୍ତି। ମୁଁ ଆପଣଙ୍କର ଏହି ରୂପକୁ ବାରମ୍ବାର ପ୍ରଣାମ କରୁଛି ପ୍ରଭୁ। ଏ ସ୍ୱାମୀ, ବେଦରୂପୀ ବାୟୁ ବହନ କରି ଆଣିଥିବା ଆପଣଙ୍କ ଚରଣ କମଳ କୋଷର ସୁଗନ୍ଧକୁ ଯେଉଁ ଲୋକେ ନିଜ କର୍ଣ୍ଣକୁହର ଦ୍ୱାର ସେବନ କରନ୍ତି, ସେମାନେ ବାସ୍ତବରେ ପରାଭକ୍ତି ରୂପୀ ଡୋରିରେ ଆପଣଙ୍କ ଚରଣକୁ ସେମାନଙ୍କ ହୃଦୟରେ ବାନ୍ଧି ରଖନ୍ତି। ତେଣୁ ଆପଣ ସେମାନଙ୍କ ହୃଦୟ କମଳକୁ ଛାଡ଼ି କଦାପି ଦୂରକୁ ଯାଆନ୍ତି ନାହିଁ। ଜୀବ ଯେ ପର୍ଯ୍ୟନ୍ତ ଆପଣଙ୍କ ଅଭୟପ୍ରଦ ଚରଣାବିନ୍ଦର ଆଶ୍ରୟ ନେଇନଥାଏ, ତାକୁ ସେ ପର୍ଯ୍ୟନ୍ତ ଧନ ଜନ, ଘରଦ୍ୱାର, ବନ୍ଧୁବାନ୍ଧବ, ଭୟ, ଶୋକ, ଲାଳସା, ଦୀନତା ଓ ଅତିଶୟ ଲୋଭ ଆଦି ଯନ୍ତ୍ରଣା ଦେଉଥାନ୍ତି। ଏବଂ ସେ ପର୍ଯ୍ୟନ୍ତ ତାହାର ମୁଁ ଓ ମୋର ରୂପୀ ଦୁରାଗ୍ରହ ରହିଥାଏ, ଯାହାକି ଦୁଃଖର ଏକମାତ୍ର କାରଣ। ଆପଣଙ୍କ ଚରଣରେ ଭକ୍ତି ହୋଇଗଲେ ସକଳ ପ୍ରକାର ଅମଙ୍ଗଳ ନଷ୍ଟ ହୋଇଯାଏ। କିନ୍ତୁ ହାୟ, ଯେଉଁମାନେ ସେହି ଭକ୍ତି ଠାରୁ ଦୂରେଇ ରହନ୍ତି ଓ ଆପଣଙ୍କର ମଙ୍ଗଳମୟ ଗୁଣମାନଙ୍କୁ ପ୍ରକାଶିତ କରୁଥିବା ଶ୍ରବଣ କୀର୍ତ୍ତନ ଆଦି ଭକ୍ତି ଯାହାକୁ ଭଲ ଲାଗେ ନାହିଁ, ସେହି ବିଚାରାଙ୍କ ବୁଦ୍ଧିକି ତ ଜାଣନ୍ତୁ ଦୈବ ହିଁ ହରଣ କରି ନେଇଛି। କାରଣ ସେମାନେ କେବଳ ଇନ୍ଦ୍ରିୟ ଜନିତ ନାମକୁ ମାତ୍ର ସୁଖ ନିମନ୍ତେ ବ୍ୟାକୁଳ ହୋଇ ନିରନ୍ତର ଦୁଷ୍କର୍ମରେ ହିଁ ବୁଡ଼ି ରହିଥାନ୍ତି। ଆଉ ମୁଁ ଜଣେ ସେହି ପ୍ରକାର ଅବାଞ୍ଛନୀୟ ପ୍ରଭୁ, ମୋତେ କୃପା କରିବେ। ଇନ୍ଦ୍ରିୟ ଜନିତ ନାମକୁ ମାତ୍ର ସୁଖ ନିମନ୍ତେ ବ୍ୟାକୁଳ ନ କରାଇ ଆପଣଙ୍କ ନିମନ୍ତେ ବ୍ୟାକୁଳ କରାଇବେ ପ୍ରଭୁ। ସେପରି ଲୋକେ ବାରମ୍ବାର କ୍ଷୁଧାତୃଷା ହେତୁ, ବାତ ପିତ୍ତ କଫ ଆଦି ତ୍ରିଧାତୁ ହେତୁ, ଶୀତ ଉଷ୍ମ ବାୟୁ ଓ ବର୍ଷା ହେତୁ, ପାରସ୍ପରିକ କଳହ ହେତୁ ତଥା ଦୁଃସହ କାମକ୍ରୋଧ ହେତୁ ବାରମ୍ବାର କଷ୍ଟ ପାଆନ୍ତି। ଏପରି ଦୁଃସହ କଷ୍ଟ ଦେଖି ମୋର ମନ କହୁଛି ପ୍ରଭୁ, ଏମାନଙ୍କ ଭିତରେ ସ୍ୱୟଂ ଭଗବାନ ବିଦ୍ୟମାନ। ଦେଖ, ତଥାପି ଏମାନେ ନିଜ ସ୍ୱରୂପକୁ ଭୁଲି ଯାଇ ମାୟା ଚକ୍ରରେ ପଡ଼ି କେତେ ଦୁଃଖ ନ ପାଉଛନ୍ତି। ତେଣୁ ମୋତେ ବଡ଼ ଦୁଃଖ ଲାଗୁଛି ପ୍ରଭୁ। ଏ ପ୍ରଭୁ, ମନୁଷ୍ୟ ଯେପର୍ଯ୍ୟନ୍ତ ଇନ୍ଦ୍ରିୟ ଓ ବିଷୟ ରୂପୀ ମାୟାର ପ୍ରଭାବରେ ନିଜକୁ ଆପଣଙ୍କ ଠାରୁ ଭିନ୍ନ ବୋଲି ଦେଖୁଥିବ, ସେ ପର୍ଯ୍ୟନ୍ତ ତାହାକୁ ସଂସାର ଚକ୍ରରୁ ଅବ୍ୟାହତ ମିଳିବ ନାହିଁ। ଯଦ୍ୟପି ଏହି ସଂସାର ଚକ୍ର ମିଥ୍ୟା, ତଥାପି ଏଠାରେ ଯେଉଁ କର୍ମ କରାଯାଏ ସେଥିରୁ ଯେଉଁ ଫଳ ମିଳେ ତାହା ଦୁଃଖ ହିଁ ଦିଏ ଏବଂ ନାନା ପ୍ରକାର କର୍ମରେ ମଜ୍ଜି ରହୁଥିବାରୁ ଜୀବ ଦୁଃଖରେ ପୀଡ଼ିତ ହେଉଥାଏ। ଏ ଦେବ, ଅନ୍ୟମାନଙ୍କ କଥା କ'ଣ କହିବି? ବଡ଼ ବଡ଼ ମୁନି ଋଷିମାନେ ଯଦି ଆପଣଙ୍କ କଥା ପ୍ରସଙ୍ଗ ପ୍ରତି ବିମୁଖ ହୋଇଯାଆନ୍ତି, ଆପଣଙ୍କୁ ଭକ୍ତି କରନ୍ତି ନାହିଁ, ସେମାନେ ବି ସଂସାରରେ ବାନ୍ଧି ହୋଇଯାଆନ୍ତି। ଦିନବେଳେ ନାନା କର୍ମ ହେତୁ ସେମାନଙ୍କର ଚିତ୍ତ ବିକ୍ଷିପ୍ତ ରହେ ଏବଂ ରାତିରେ ସେମାନେ ନିଦ୍ରାରେ ଅଚେତ ହୋଇ ଶୋଇଯାଆନ୍ତି। ନାନା ପ୍ରକାର ମନୋରଥ ପୋଷଣ କରିଥିବାରୁ ବାରମ୍ବାର ନିଦ ମଧ୍ୟ ଭାଙ୍ଗିଯାଏ। ଦୈବବଶତଃ ସେମାନଙ୍କ ଅର୍ଥ ସିଦ୍ଧିର ସମସ୍ତ ଉଦ୍ୟମ ମଧ୍ୟ ବିଫଳ ହୋଇଯାଏ। ଏପରି ଭାବରେ ସେମାନେ ସଂସାରରେ ବାନ୍ଧି ହୋଇ ରହିଯାଆନ୍ତି। ଏ ଦୟାମୟ, ଏ ଭଗବାନ, କେବଳ ଶ୍ରବଣ ଭକ୍ତି ଦ୍ୱାରା ଅର୍ଥାତ୍ ଆପଣଙ୍କର ଗୁଣ ଓ ଲୀଳା ଶ୍ରବଣ କରି କରି ହିଁ ଭକ୍ତ ଆପଣଙ୍କୁ ଲାଭ କରିବାର ମାର୍ଗ ପାଇଯାଆନ୍ତି।
ଏବଂ ଭକ୍ତଙ୍କର ଶ୍ରଦ୍ଧା ଓ ଭକ୍ତି ଦେଖି ଆପଣ ତାଙ୍କର ଭକ୍ତିପୂତ ନିର୍ମଳ ହୃଦୟ କମଳକୁ ନିଜର ନିବାସ ସ୍ଥାନ କରିଦିଅନ୍ତି। ହେ ପ୍ରଭୁ, ହେ ପୁଣ୍ୟ ଶ୍ଲୋକ, ଭକ୍ତ ଆପଣଙ୍କୁ ଯେଉଁ ଭାବନାରେ ଚିନ୍ତନ କରନ୍ତି ଆପଣ ତାଙ୍କୁ ସେହି ରୂପରେ ଦର୍ଶନ ଦିଅନ୍ତି। ଏହା ଆପଣଙ୍କର ପରମ ଅନୁଗ୍ରହ। ହେ ପ୍ରଭୁ, ଆପଣ ହେଉଛନ୍ତି ଅଦ୍ୱିତୀୟ, ସକଳ ପ୍ରାଣୀଙ୍କ ଅନ୍ତଃକରଣ ନିବାସୀ, ସବୁରି ପରମ ହିତକାରୀ ଅନ୍ତରାତ୍ମା। ତେଣୁ ସକଳ ପ୍ରାଣୀଙ୍କ ପ୍ରତି ଦୟାଭାବ ରଖିଲେ ଆପଣ ଯେତେ ପ୍ରସନ୍ନ ହୁଅନ୍ତି, ମନରେ ନାନା ପ୍ରକାର କାମନା ପୋଷଣ କରି ବିବିଧ ପ୍ରକାର ବିପୁଳ ସାମଗ୍ରୀରେ ଆପଣଙ୍କୁ ଦେବତାମାନେ ପୂଜା କଲେ ମଧ୍ୟ ଆପଣ ସେପରି ପ୍ରସନ୍ନ ହୁଅନ୍ତି ନାହିଁ। ସୁତରାଂ ସକଳ ପ୍ରାଣୀଙ୍କୁ ଆପଣଙ୍କ ସ୍ୱରୂପ ବୋଲି ଗ୍ରହଣ କରି ସମସ୍ତଙ୍କର ଅକୃତ୍ରିମ ସେବା କରିବା ହିଁ ହେଉଛି ଆପଣଙ୍କ ପ୍ରତି ସର୍ବୋତ୍କୃଷ୍ଟ ଭକ୍ତି। ଯେଉଁ କର୍ମ ଆପଣଙ୍କୁ ଅର୍ପଣ କରି ଦିଆଯାଏ ତାହା କଦାପି ନାଶ ହୁଏ ନାହିଁ, ତାହା ଅକ୍ଷୟ ହୋଇଯାଏ। ତେଣୁ ଯଜ୍ଞ, ଦାନ, କଠିନ ତପସ୍ୟା ଓ ବ୍ରତାଦି ଦ୍ୱାରା ଆପଣଙ୍କୁ ପ୍ରସନ୍ନ କରିପାରିବା ହିଁ ହେଉଛି ସେ ସବୁ କର୍ମର ସର୍ବଶ୍ରେଷ୍ଠ ଫଳ। କାରଣ ଆପଣ ପ୍ରସନ୍ନ ହୋଇଗଲେ ଏପରି କେଉଁ ଫଳ ଅଛି ଯାହାକି ସୁଲଭ ହୋଇ ନ ଯିବ। ଆପଣ ସର୍ବଦା ନିଜ ସ୍ୱରୂପର ଜ୍ୟୋତିରେ ହିଁ ପ୍ରାଣୀମାନଙ୍କର ଭେଦଭ୍ରମ ରୂପୀ ଅନ୍ଧକାର ଦୂର କରିଥାନ୍ତି। ଆପଣ ହେଉଛନ୍ତି ଜ୍ଞାନର ଅଧିଷ୍ଠାନ, ସାକ୍ଷାତ ପରମ ପୁରୁଷ ପ୍ରଭୁ। ମୁଁ ଆପଣଙ୍କୁ ନମସ୍କାର କରୁଛି ପ୍ରଭୁ। ସଂସାରର ଉତ୍ପତ୍ତି, ସ୍ଥିତି ଓ ସଂହାର ନିମନ୍ତେ ମାୟାର ଯେଉଁ ଲୀଳା ଚାଲେ ତାହା ହେଉଛି ଆପଣଙ୍କର ହିଁ ଖେଳ। ତେଣୁ ହେ ପରମେଶ୍ୱର, ଆପଣଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି। ଯେଉଁ ଲୋକେ ପ୍ରାଣତ୍ୟାଗ କରିବା ବେଳେ ବାଧ୍ୟ ହୋଇ ମଧ୍ୟ ଆପଣଙ୍କର ଅବତାର, ଗୁଣ ଓ କର୍ମ ସୂଚିତ କରୁଥିବା ଦେବକୀ ନନ୍ଦନ, ଜନାର୍ଦ୍ଦନ, କଂସ ନିକନ୍ଦନ ଆଦି ନାମ ଉଚ୍ଚାରଣ କରିଦିଅନ୍ତି, ସେ ଅନେକ ଜନ୍ମର ପାପରୁ ତତ୍କ୍ଷଣାତ୍ ମୁକ୍ତ ହୋଇ ମାୟାଦି ଆବରଣ ରହିତ ବ୍ରହ୍ମପଦ ପ୍ରାପ୍ତ ହୁଅନ୍ତି ବୋଲି ମୁଁ ଶୁଣିଛି। ଆପଣ ନିତ୍ୟ ଓ ଅଜନ୍ମା। ମୁଁ ଆପଣଙ୍କର ଶରଣ ନେଉଛି ପ୍ରଭୁ। ମୁଁ ଯଦି ମୃତ୍ୟୁ ସମୟରେ ଆପଣଙ୍କୁ ମନେ ନ ପକେଇ ପାରେ ପ୍ରଭୁ, ଆପଣ ମୋ ପାଇଁ ଟିକେ କୃପା କରି ଆପଣଙ୍କର ସେହି ଚରଣ କମଳକୁ ମନେ ପକେଇ ଦେବେ। ହେ ଭଗବାନ, ଏହି ବିଶ୍ୱ ବୃକ୍ଷ ରୂପେ ଆପଣ ହିଁ ବିରାଜମାନ ହୋଇଛନ୍ତି। ଆପଣ ହିଁ ନିଜ ମୂଳ ପ୍ରକୃତିକୁ ଅଙ୍ଗୀକାର କରି ଜଗତର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟ ନିମନ୍ତେ ବ୍ରହ୍ମା, ବିଷ୍ଣୁ ଓ ମହାଦେବ ଏପରି ତିନି ଶାଖାରେ ବିଭକ୍ତ ହୋଇଥାନ୍ତି ଏବଂ ପ୍ରଜାପତି, ମନୁ ଆଦି ପ୍ରଶାଖା ରୂପେ ବହୁ ଦୂର ପର୍ଯ୍ୟନ୍ତ ବିସ୍ତୃତ ହୋଇଯାନ୍ତି। ମୁଁ ଆପଣଙ୍କୁ ନମସ୍କାର କରୁଛି ଭଗବାନ। ଆପଣଙ୍କର ଆରାଧନାକୁ ହିଁ ଲୋକମାନଙ୍କର ମଙ୍ଗଳକାରୀ ସ୍ୱଧର୍ମ ବୋଲି କହିଛନ୍ତି, କିନ୍ତୁ ଲୋକେ ଏଥିପ୍ରତି ଉଦାସୀନ ରହି ସର୍ବଦା ଏହାର ବିପରୀତ ବା ନିଷିଦ୍ଧ କର୍ମରେ ଲାଗି ରହୁଛନ୍ତି। ଯେଉଁ ସଦା ସାବଧାନ ଓ ସଦା ବଳବାନ କାଳ ଏପରି ଅବାଟରେ ଚାଲିଥିବା ଲୋକଙ୍କର ଜୀବନ ସୂତ୍ରକୁ କୌଣସି ପ୍ରକାର ବିଳମ୍ବ ନ କରି କାଟିଦିଏ, ସେହି କାଳ ମଧ୍ୟ ହେଉଛି ଆପଣଙ୍କର ହିଁ ରୂପ। ସେହି କାଳ ସ୍ୱରୂପ ଆପଣଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି ପ୍ରଭୁ। ଆପଣ ହେଉଛନ୍ତି ପୂର୍ଣ୍ଣ କାମ। ଆପଣଙ୍କର କୌଣସି ବିଷୟ ସୁଖ ଲାଭର ଇଚ୍ଛା ନାହିଁ, ତଥାପି ଆପଣ ନିଜ ଚରିତ ଧର୍ମ ମର୍ଯ୍ୟାଦା ରକ୍ଷା କରିବା ନିମନ୍ତେ ନିଜ ଇଚ୍ଛାରେ ପଶୁ, ପକ୍ଷୀ, ମନୁଷ୍ୟ ଓ ଦେବତା ଆଦି ପ୍ରାଣୀ ରୂପରେ ନାନା ଯୋନିରେ ଶରୀର ଧାରଣ କରି ଅନେକ ଲୀଳା କରନ୍ତି। ହେ ପୁରୁଷୋତ୍ତମ ଭଗବାନ, ଆପଣଙ୍କୁ ମୋର ନମସ୍କାର। ପ୍ରଭୁ, ଆପଣ ଏକମାତ୍ର ସମଗ୍ର ଜଗତର ସୁହୃଦ, ଆତ୍ମା ଓ ଶରଣାଗତ ବତ୍ସଳ। ତେଣୁ ଆପଣ ଯେଉଁ ଜ୍ଞାନ ଓ ଐଶ୍ୱର୍ଯ୍ୟରେ ବିଶ୍ୱକୁ ଆନନ୍ଦିତ କରନ୍ତି, ମୋ ବୁଦ୍ଧିକୁ ମଧ୍ୟ ସେଥିରେ ସଂଯୁକ୍ତ କରିଦିଅନ୍ତୁ। ଆପଣ ହେଉଛନ୍ତି ଭକ୍ତ ବାଞ୍ଛା କଳ୍ପତରୁ। ଆପଣ ତ ଅପାର କରୁଣାମୟ ପୁରାଣ ପୁରୁଷ। ତେଣୁ ପରମ ପ୍ରେମମୟୀ ମୃଦୁହାସର ସହିତ ନିଜର ନେତ୍ର କମଳ ଖୋଲନ୍ତୁ ଏବଂ ମୋ ଭଳିଆ ପାପୀ, ନଷ୍ଟ, ଚରିତ୍ରହୀନକୁ ପ୍ରଭୁ ଏ ସଂସାରର ଆପଣଙ୍କ ସୁମଧୁର ବାଣୀରେ ଉଦ୍ଧାର କରି ମୋର ବିଷାଦ ଦୂର କରିଦିଅନ୍ତୁ ପ୍ରଭୁ। ମୋର ବିଷାଦ ଦୂର କରିଦିଅନ୍ତୁ। ଏହି ମୋର ଆପଣଙ୍କ ନିକଟରେ ପ୍ରାର୍ଥନା। ଜୟ ଜଗନ୍ନାଥ।